ସାର୍ ଆମେ ତ ମଦ ବେପାର କରୁଥିଲୁ ଆଗରୁ ଥାନାର ଅର୍ଡର ଲେଖିଲା ପରେ ଆମେ ବେପାର କଲୁନୁ। ମହିଳା ମଣ୍ଡଳ ଆସିକି କହିଲେ ଆଉ ଦେଇକି କହିଲେ ଆଉ କଣ ହେଇଛି ନା ଦୋକାନଟା କଣ ପାଇଁ ଖୋଲିଛି ମୁଁ ସାର୍ ମୁଁ ବେପାର କରିନାହିଁ ସେ ଗୋଟେ ଇଆଡ କରୁକି ଖରାପ ବ୍ୟବହାର କରି ଗାଳି ଗଲୋଜ କଲେ ଗାଳି ଗଲୋଜ ଏଉଠୁ ଟାଣି ନେଇକି ବଜାରକୁ ଗଲେ ବଜାର ଯାଇକି ସେଠି ଦୁନିଆ ବିହେଭିୟର ଭାଷା ଖରାପ କରି ଦୁନିଆ କରି ଗାଳି ଗଲୋଜ ଦୁନିଆ ହ୍ୟାଣ୍ଡେଲ କଲେ କଲା ପରେ ସେଠୁ ମତେ ବାପା ଡାକିଲେ ଦୁନିଆ କହିଲେ ଆଉ ପୋଲିସ ଯୋଉ ଆସିଲେ କଣ ପଚାରିଲେ ଯେ ବାପାଟା କେମିତି ଡେଥ୍ ହେଲା କଣ ଗଲା ଏଇଟା ପଚାରିଲେ ମୁଁ ସାର୍ ଏଇଭଳିଆ କଥା ତ ଏଇଭଳିଆ ହେଇଥିଲା ବେପାର କରୁଛୁ ନା ତ କରୁନୁ। ଆରେ ମତେ ଜୋତାମାଳଟି ଯୋଉ ଧରିକି ନେଲେ ମତେ ଜୋତାମାଳ କାହିଁକି ଜୋତାମାଳ ଯୋଉ କିଏ ପକେଇଲେ ତମ ବେକରେ ଯୋଉଟା କି ସାର୍ ମୁଁ ଦେଲ କହିଲ ଟିକେ ଦମେନ୍ଦୁ ଭୁଇଁ କଣ ହେଇଛି ତାର ସେଇ ବେପାର କରୁଥିଲୁ ବୋଲି ସେଇ ରାଗରେ ସବୁ ଆଉ କଣ ସେଇ ରାଗ କଣ ସେଇ ରାଗ ନା ନା ମତେ ମତେ ଖାଲି କୁହ ରୁହ ବାବା ଯୋଉ ଆପଣ ଜୋତାମାଳଟା ଘରୁ କାଢିକି ସାର୍ଙ୍କୁ ଦେଲେ ସେଇ ଜୋତାମାଳ କିଏ ପକେଇଥିଲେ କୋଉ ଦିନ ପକେଇଥିଲେ କୁହନ୍ତୁ ଦମେନ୍ଦୁ ଭୁଇଁ 25 ତାରିଖ କଣ ଜୋତାମାଳ ପକେଇଥିଲେ କାହା ବେକରେ ମୋ ବେକରେ ପକେଇଥିଲେ ପକେଇଲେ କାହିଁ ପକେଇଲେ ବେପାର କରୁଥିଲୁ ଆଉ କଣ ସବୁ କଲେ 101 ଲକ୍ଷ ଟଙ୍କା ଜୋରିମାନା ପକେଇଲେ 10,000 ଦେଲୁ ଆଉ 30,000 ରହିଲା ଏଉଠୁ ଘରକୁ ଚଲେଇଥିଲା ନେଲେ ବଜାର ଯା ସେଠୁ ନେଇକି ସେ ଦୁନିଆ ଖରାପ ଚୁଟି ଫୁସି ଘୋଷାରିକି ମାଡା ଗୋଡା ମାରିକି ଦୁନିଆ ଘିଅରେ ଗାଳି ଗଲେଜ କଲେ ଆଉ ବେକରେ ପକେଇବା ପାଇଁ ପକେଇଲେ ଜୋତାମାଳଟା କୋଉ ଭଳିଆ ନ୍ୟାୟ ଚାହୁଁଛ କଣ ହେଲେ ତମେ ଚାହୁଁଛ ସେଦିନ ଘଟଣା କଣ ମୁଁ ମୋ ଝିଅକୁ ଧରିବାକୁ ଯାଉଥିଲି ସାର୍ ମୁଁ ତ ଜାଣିନାହିଁ ମୁଁ ଯାଇଥିଲି ମାର୍କେଟରୁ ଆସିଲା ବେଳକୁ ମୋ ଝିଅକୁ 10-12 ଜଣ ଖଣ୍ଡ ମାରୁଛୁନି ମାରି ସାରିଲା ପରେ ମୁଁ ଯେତେବେଳେ ଗନି ମୋ ତଣ୍ଟି ଫଟିକି କହିଲେ କୋଉଠି ଠିଆ ହେଉଛୁ ଏଠିକି ମୋ ତଣ୍ଟି ଫଣ୍ଟି ମୋ ଚିପିକି ମୋ ଛାତି ଫାତି କଥା ବେଶୀ କଲେ ମୋ କବାଟ ଫବାଟ ଆସି ଧକ୍କା ମାଇଲେ ମୋ ପୁତୁରା ବୋଉ ଜଣେ ମୋ ଝିଅକୁ ନେଇକି ଘରେ ପୁରେଇ ଦେଲା ଘରେ ପୁରେଇ ଦେଇ ସାରିଲା ପରେ ଇଏ ମାଇବେ ମୋ ତଣ୍ଟି ଚିପି ମୋତେ କୁଦାଳ ବେଣ୍ଟରେ ବାଡ଼େଇକି ମୋ ହାଡ଼ ଫ୍ରାକ୍ଚର କରିଦେଇଛନ୍ତି ତାପରେ ମୋର ସାଇନ୍ସ ପଳେଇଲା ମୋତେ ନେଲେ ଆମ ମାର୍କେଟ ମେଡ଼ିକାଲକୁ ନେଲେ ମେଡ଼ିକାଲରୁ ସେଇଠୁ ଇଏ ମେଡ଼ିକାଲ ମନା କଲା ନେଇଗଲେ ଚାନ୍ଦବାଲି ଗଲାବେଳକୁ ସରକାର ଡାକ୍ତରଖାନା ବନ୍ଦ ତାପରେ ଏଠି ପ୍ରାଇଭେଟ୍ ଦେଖେଇକି ରାତିରେ ସେ କହିଲେ 8 ଦିନ ପାଇଁ ମେଡ଼ିସିନ ନେଇଯାଅ ତାପରେ ତମ ହାଡ଼ ଫ୍ରାକ୍ଚର ହେଇଛି ସବୁ ଏକ୍ସରେ କରି ଦେଖିଲେ ଦେଖି ସାରିଲା ପରେ ରିପୋର୍ଟ ଦେଇଦେଲେ ଆମେ 15 ଦିନ ପାଇଁ ମେଡ଼ିସିନ ଆଣିଛୁ ଯାଜପୁରରେ ମୁଁ ତ ଠିଆ ହେଇପାରୁନି ତାପରେ ସେ ଦେବେ କହିଲେ କଟକ ନେଇଯିବେ କଣ ପାଇଁ କହିଲେ ଯେ ମଦ ବାହାରୁଛି ତମ ଘରେ ଆମର ତ ମଦ ଟୋଟାଲ ବେପାର ନାହିଁ ଆମେ ସେଇକି ଦେଖୁନୁ କାଲି ଆସିକି ତମେ ଘର ଭାଙ୍ଗିକି ଘର ଇଏ କରିକି ଗଲ ପୁଣି ଗୋଟେ ଛୁଆକୁ ମାରିବାରେ କଣ ଅନାସ୍ତି ଯାଇ ତମେ କରୁଛ ଆଉ ତା ବାପା ସେଇଠୁ ଧଇଲା ଯେତେବେଳେ ତାକୁ ବାଡ଼େଇଲେ କଷିକି ମର୍ଦ ମାଇପେ ତା ବାପା ଲଜ୍ଜାରେ ସେଇଥିପାଇଁ ସେ ମରିଗଲା ବିଷ ଖାଇଲି ତାକୁ ବାଧିଲା ମୋ ଝିଅ ବେକରେ କାଳେ ମୁଁ ମେଡ଼ିକାଲ ଯାଇଛି ମୋ ଝିଅ ବେକରେ ମୋ ଝିଅକୁ ଟାଣିକି ନେଇକି ଚପଲ ମାଳ ପକେଇକି ଚପଲ ହାର ପକେଇକି 40,000 ଟଙ୍କା ତା ବାପା ଯେତେବେଳେ ସାଇନ୍ ମାରିକି ଆଇଲା 10,000 ଟଙ୍କା ଦେଇକି ତା ଝିଅକୁ ମୁଁ ମେଡ଼ିକାଲ ଆସିଲା ପରେ 7ଟା 8ଟା ଭିତରେ ମୁଁ ମେଡ଼ିକାଲ ଫେରି ଆଇନି ମନା କଲେ କଟକ ପଳେଇବୁ କଟକ ଯିବା ପରେ ଆମେ ଆସିକି ରାତିରେ ପହଞ୍ଚିଛୁ ସେ ତାଙ୍କର ଦେଖିଲା ବେଳକୁ ବାପ ଛୁଆକୁ ଆମେ ଆସି ମେଡ଼ିକାଲ ପହଞ୍ଚିଲା ବାପ ଛୁଆ କେହି ନାହାନ୍ତି ସେ ତାଙ୍କର ନେଇଗଲେ ଯେତେବେଳେ ମୋ ଜୁଇଁ ଫୋନ୍ କଲା ଯେ ମା ଏଇଭଳିଆ କହୁଛନ୍ତି ଯେ 40,000 ଟଙ୍କା ନେନେ ଗେଲିକି ଛାଡ଼ିଏ ନହେଲେ ଛାଡ଼ିଏନି ଦାବି କରୁଛନ୍ତି ଯେ ତମେ କଣ ଦାବି କରୁଛ ଆମର ମୋ ଗାର୍ଡିଆନ ଯାଇଛି ମାନେ ଆମେ ମୋର ଯେତିକି ଝିଅ ଭରଣ ପୋଷଣ ମୋତେ ସିଏ ଦେବେ ମୋ ଝିଅର ଯେତିକି କ୍ଷତି କରିଛନ୍ତି ମୋର ଯେତିକି କ୍ଷତି କରିଛନ୍ତି ମୋ ଛାତି ହାଡ଼ ମୁଁ ମେଡ଼ିକାଲ ଯିମି ଭଲ ମନ୍ଦ କରିମି ମୋ ସ୍ୱାମୀଟା ମରିଛି ସେ ପାଇଁ ତମେ ତମର ଯାହା ବିଚାର କରିବ ଆଉ ଲମ୍ବୋଦର ତରାଙ୍କ ମୃତ୍ୟୁକୁ ନେଇକି କାଲି ସନ୍ଧ୍ୟାରେ ଗୋଟେ ଆମର ବାଁଶଡ଼ା ଥାନାରେ ଗୋଟେ ଅଭିଯୋଗ ହେଇଛି ତାଙ୍କ ପୁଅ ମନୋରଞ୍ଜନ ତରାଇ ଅଭିଯୋଗ କରିଛନ୍ତି ସେ ଅଭିଯୋଗ ଆଧାରରେ ଆମେ ଗୋଟେ କେସ୍ ରୁଜୁ କରିକି ତଦନ୍ତ କରୁଛୁ ସେ ତଦନ୍ତ ଦାୟିତ୍ୱ ମୁଁ ନିଜେ ନେଇଛି ଏବଂ ସେ ତଦନ୍ତ ସମୟ ଆଜି ଘଟଣାସ୍ଥଳକୁ ଆସିଥିଲି ଏହାପରେ ମଧ୍ୟ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣା ପରିଦର୍ଶନ କରିକି ଯିବେ ତାଙ୍କୁ ଅନୁରୋଧ କରାଯାଇଛି ଆଉ ମୁଁ ସେଥିପାଇଁ ସାକ୍ଷୀମାନଙ୍କୁ ଆସି ପଚରାପଚରି କରୁଥିଲି ଏ ଜାଗାରେ ସାକ୍ଷୀ ସେମାନେ ତଥ୍ୟ ଦେଉଛନ୍ତି ଯାହା ଏଫଆଇଆର୍କୁ ଆଧାର କରି ସେମାନେ ତଥ୍ୟ ଦେଉଛନ୍ତି ଯେ ସେମାନେ ଯେଉଁ ମହିଳା ମଣ୍ଡଳ ଅଛନ୍ତି ଗାଁରେ ମଦ ବିରୋଧୀ ମହିଳା ମଣ୍ଡଳ ସେମାନେ ତାଙ୍କର ଆସିକି ତାଙ୍କୁ ମରାଧରା କରିଛନ୍ତି ଯେଉଁ ଲମ୍ବୋଦରଙ୍କ ସ୍ତ୍ରୀକି ସେମାନେ ଦାବି କରିଛନ୍ତି ଫାଇନ୍ ଆଦାୟ କରିବା ପାଇଁ ଦାବି କରିଛନ୍ତି ଇଏ 10,000 ଟଙ୍କା ତାଙ୍କୁ ନେଇ ଦେଇଛନ୍ତି କାଲି ସନ୍ଧ୍ୟାରେ ପରଦିନ ସନ୍ଧ୍ୟାରେ ଦେଲା ପରେ ସେମାନେ ରାଜି ନାହାନ୍ତି ତାପରେ ମରାଧରା କରିକି ତାଙ୍କୁ ଆସିକି ଆଟାକ୍ କଲା ପରେ ଲମ୍ବୋଦର ସେ ଦୁଃଖରେ ଭାଙ୍ଗି ପଡ଼ିକି ବୋଧେ
विष पीछे बोली घर लोक अभियोग कर ଜୋତାମାଳ ବାହାରିଲା ତାଙ୍କ କେତେ ଜଣଙ୍କ ନାଁରେ ଅଭିଯୋଗ ହେଇଛି କେସ୍ ନମ୍ବର ସାର୍ ସେଠି କହିବେ ଜୋତାମାଳ ବାହାରିଲା ଯୋଉ ତାଙ୍କ ଘରୁ କଣ ये जो गेलिंग उपर जोतामाल पकईचंती बोली सेमान जो अभियोग कले से जो जोतामाल को आमको से हस्तांतर करछंती आमे सेटा जबत कर केने सर केस नंबर केते और केते जणଙ୍କ ନାଁରେ ଅଭିଯୋଗ केस नंबर अच्छी बांसड़ा थाना केस नंबर 23 नंबर केस अभियुक्त अच्छी 10 जन अच्छा एफआर नेम्ड एक्यूज्ड अच्छा 10 जन एवं अदर्स अच्छा अन्य भी अच्छा ବର୍ତ୍ତମାନ ସୁଦ୍ଧା କାହାକୁ କିଛି ଗିରଫ କରାହେଲାନି ସେମିତି बर्तमान जड़े अटक अच्छा मिथुन नायक बोली जड़े अटक अच्छा ଆଚ୍ଛା କାହିଁ ତାଙ୍କୁ ଅଟକ କରାହେଲା ए केस रे संपृक्त अच्छा अटक ଆଉ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ସେମିତି ତଦନ୍ତ ଚାଲିଛି तदन चलछि।